ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହିତ ନୋଟ୍ ତିଆରି ମେସିନ୍। ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲଙ୍କୁ ଟଙ୍କାର ଅଭାବ ଏବେ ନକ୍ସଲଙ୍କୁ ନକଲି ଟଙ୍କା ଛପାଇବାକୁ ବାଧ୍ୟ କରିଛି। ପ୍ରତିଦିନ ଭଳି ସୁକମା ଜିଲ୍ଲା ପୋଲିସ ଡିଆର୍ଜି ଯବାନ କୋରାଜକୁଡ଼ା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଏ ଜଙ୍ଗଲରେ ନକଲି ଟଙ୍କା ଛାପିବା ଫ୍ୟାକ୍ଟ୍ରି ରହିଛି। ତୁରନ୍ତ ଯବାନ କୋରାଜଗୁଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲେ ଆଉ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହିତ ପୋଲିସ ପ୍ରଥମ କରି ନକଲି ଟଙ୍କା ଛାପିବା ମେସିନ୍କୁ ଉଦ୍ଧାର କରିଛି। ଏ ମେସିନ୍ରେ 50, 100, 200 ଓ 500 ଟଙ୍କାର ନକଲି ନୋଟ୍ ଛପାଯାଉଥିଲା। ଫ୍ୟାକ୍ଟ୍ରି ନିକଟରେ ହିଁ ନକଲି 50, 100, 200 ଓ 500 ଟଙ୍କା ଜବତ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ନକ୍ସଲ ଟଙ୍କା ସଂଗ୍ରହ କରିବାରେ ବିଫଳ ହେବା ପରେ ନକଲି ନୋଟ୍ ଛାପିବା ମେସିନ୍ ତିଆରି କରି ନୋଟ୍ ଛାପୁଥିଲେ। ଏ ଟଙ୍କା ବସ୍ତର ଅଞ୍ଚଳରେ ଘୁରି ବୁଲୁଥିବା ପୋଲିସ ଅନୁମାନ କରୁଛି। ବସ୍ତର ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକେ ନକଲି ଓ ଅସଲି ନୋଟ୍ ଚିହ୍ନି ପାରନ୍ତି ନାହିଁ, ଯାହାଫଳରେ ଏହି ନୋଟ୍ ସେଠାରେ ବ୍ୟାପକ ଭାବେ ଚାଲିଥିବା ନେଇ ପୋଲିସ ଜାଣିବା ପରେ କିପରି ନକଲି ନୋଟ୍ ଗୁଡ଼ିକ ଉଦ୍ଧାର ହେବ ସେ ନେଇ ଚିନ୍ତାରେ ପଡ଼ିଛି। ବନ୍ଧୁକ, ଆମ୍ୟୁନେସନ୍ ସହ ଅନ୍ୟ ସାମଗ୍ରୀ କିଣିବା ପାଇଁ ନକ୍ସଲଙ୍କ ନିକଟରେ ଅର୍ଥର ଅଭାବ ଦେଖାଦେବାରୁ ଏଭଳି ନକଲି ନୋଟ୍ ଛାପୁଥିବା ପୋଲିସ କହିଛି। ଗତ 2022ରୁ ଏହି ନକଲି ନୋଟ୍ ଛପାଯାଉଥିବା ସୂଚନା ମିଳିଛି।